ଗରୁଡ଼ ପୁରାଣର ଦ୍ୱିତୀୟ ଅଧ୍ୟାୟରେ ଯମଯାତନା ବିଷୟରେ ଋଷିମାନେ ସୂତଙ୍କୁ ପଚାରିଛନ୍ତି। ତାପରେ ସୂତ ବିଷ୍ଣୁ କ'ଣ କହିଥିଲେ ଗରୁଡ଼ଙ୍କୁ ତା ବିଷୟରେ କହିଛନ୍ତି। ଯେତେବେଳେ ଗରୁଡ଼ କାକୁତି ମିନତି ହେଇ ଶ୍ରଦ୍ଧାର ଭକ୍ତିର ସହିତ ପଚାରିଛି, ଭଗବାନ ମୋତେ ଟିକେ କୁହନ୍ତୁ, ଏ ଯମମାର୍ଗ କ'ଣ? ପାପୀମାନେ କିପରି ଭାବରେ ଯମମାର୍ଗରେ ଦୁଃଖ ପାଆନ୍ତି? ଏ ଯମଯାତନା କ'ଣ? ଏସବୁ କଥା ଶ୍ରଦ୍ଧାର ସହିତ ଭକ୍ତିର ସହିତ ଗରୁଡ଼ ପଚାରିଛନ୍ତି ନାରାୟଣଙ୍କୁ। ତାପରେ ଭଗବାନ କ'ଣ କହୁଛନ୍ତି ସେ ବିଷୟରେ ଆଜି ଜାଣିବା। ଅତି ଦୁର୍ଗମ ଅଟଇ ବାବୁ ଯମପୁର, ସୂର୍ଯ୍ୟଙ୍କ କିରଣ ନଦୀ ସଇତା ମଧ୍ୟର, ଚନ୍ଦ୍ରଙ୍କର ରଶ୍ମି ନାହିଁ ସେହି ପୁର ମଧ୍ୟ, ମହା ଅନ୍ଧକାର କେବଳ ନିବକାର ସାଧ୍ୟ। ଭଗବାନ କହୁଛନ୍ତି, ଯେଉଁ ଯମପୁର, ସେ ଯମପୁରରେ ଅତି ଦୁର୍ଗମ ସେ ଯମପୁର, ଯେଉଁଠାରେ ସୂର୍ଯ୍ୟଙ୍କର କିରଣ ପହଞ୍ଚି ପାରେ ନାହିଁ, ଯେଉଁଠାରେ ଚନ୍ଦ୍ରଙ୍କର ରଶ୍ମି ପହଞ୍ଚି ପାରେ ନାହିଁ, ମହା ଅନ୍ଧକାରମୟ ସେହି ଯମପୁର। ସେ ପୁର ପଥରେ ସିଂହ ବ୍ୟାଘ୍ର ସର୍ପମାନ, ପୁରୀ ରହିଛନ୍ତି ହିଂସ୍ର ଜନ୍ତୁ ସ୍ଥାନ ସ୍ଥାନ। ସେ ପୁରରେ ଯେଉଁ ରାସ୍ତା ଅଛି ସେ ପୁରକୁ ଯିବା ପାଇଁ, ସେ ବାଟରେ ସିଂହ ବାଘ ସର୍ପ ବିଭିନ୍ନ ପ୍ରକାର ହିଂସ୍ର ଜନ୍ତୁ ପରିପୂର୍ଣ୍ଣ ହେଇଛନ୍ତି। ପଡ଼ିଲେ ତାଙ୍କ କବଳେ ନ ଉବୁରେ ପ୍ରାଣୀ, ପଡ଼ିଲେ ତାଙ୍କ କବଳେ ନ ଉବୁରେ ପ୍ରାଣୀ, ମୃତ୍ୟୁ ପଥରେ ପଥିକ ହୁଏ ତତକ୍ଷଣି, ବିଷଧର ବୃଶ୍ଚିକ ଯେ ନାନା କୀଟ ମାନ, ଦଂଶନ କରି ପୀଡ଼ନ୍ତି ପୁଣି ସେହି ସ୍ଥାନ, ପୂଜନାଳ ମଳ ମୂତ୍ର ସ୍ଥାନେ ସ୍ଥାନେ ପୁରୀ, ଦୁର୍ଗନ୍ଧ ହୁଏ କ୍ଷଣେ ରହି ଯେନ ପାରି। ସେ ମାର୍ଗ ଏତେ ଭୟଙ୍କର, ଭାବନ୍ତୁ ଏତେ କଷ୍ଟର ମାର୍ଗ। ସେ ଯେଉଁ ମୃତ୍ୟୁର ପଥ ଏତେ କଷ୍ଟ ହେଇଥାଏ। ବିଷଧର ବିଛା ସେଠାରେ ଥିବେ, ନାନାଦି ବିଷଧର କୀଟମାନେ ସେଠାରେ ଅଛନ୍ତି। ଯେତେବେଳେ ଏ ଶରୀର ସେହି ପଥରେ ଯାଉଥିବ, ବିଭିନ୍ନ ପ୍ରକାର କୀଟ ପତଙ୍ଗ ଆପଣଙ୍କୁ ଦଂଶନ କରିବେ। ପୂଜ ନାଳ ମଳ ମୂତ୍ର ଦୁର୍ଗନ୍ଧ ସେ ସ୍ଥାନରେ ପରିପୂର୍ଣ୍ଣ। କଣ୍ଟକ କଣ୍ଟକମୟ ଅଟଇ ଅବା ଯେଉଁ ସ୍ଥାନ, ଦୂତମାନେ ଭ୍ରମନ୍ତି ଯେ ଧରି ଅସ୍ତ୍ରମାନ। ପୁରା କଣ୍ଟକମୟ ସେ ସ୍ଥାନ। ବିଭିନ୍ନ ଦୂତମାନେ ବିଭିନ୍ନ ପ୍ରକାର ଧାରୁଆ ଅସ୍ତ୍ର ଧରିଥାନ୍ତି। ପାପ କରି ଯେଉଁମାନେ ମରଣ ଲଭନ୍ତି, ସେହିମାନେ ଏଇ ପଥ ଗମନ କରନ୍ତି। ପ୍ରାଣୀ ହିଂସା କରନ୍ତି ଯେ ହୋଇ ମତ ଗର୍ବ, ଉତ୍ତମ ଶାସ୍ତ୍ର ନିନ୍ଦନ୍ତି ବହି ମୂଢ଼ ଭାବ। ଯେଉଁମାନେ ଶାସ୍ତ୍ରକୁ ନିନ୍ଦା କରନ୍ତି, ଯେଉଁମାନେ ପ୍ରାଣୀକୁ ହତ୍ୟା କରନ୍ତି, ଯେଉଁମାନେ ଅନେକ ପାପ କରନ୍ତି, ସେହି ପାପୀମାନେ ଏହି ମାର୍ଗରେ ଯାଆନ୍ତି। ମିଥ୍ୟା କପଟରେ ସଦା ସର୍ବଦା ରହନ୍ତି, ଦୟା ଧର୍ମ ହୃଦୟରୁ ବର୍ଜନ କରନ୍ତି। ମିଥ୍ୟା କପଟ ଏସବୁ ଦୟା ଧର୍ମ ଯାହା ପାଖରେ ନଥାଏ, ସେହିମାନେ ଏହି ଦୁର୍ଗମ ମାର୍ଗ ଦେଇ ଗତି କରନ୍ତି। ସାଧୁଜନଙ୍କୁ ଦେଖିଲେ ଉପହାସ କରି, ନାନା ଦୁର୍ବଳ ବଚନ ମୁଖରେ ଉଚାରି, ଟେକା ପଥର ଫିଙ୍ଗନ୍ତି ବୟସ ଗର୍ବରେ, ଗୁରୁଜନ ନ ମାନନ୍ତି ମୂଢ଼ ସ୍ୱଭାବରେ। ଯେଉଁମାନେ ସାଧୁଜନଙ୍କୁ ଉପହାସ କରନ୍ତି, ଯେଉଁମାନେ ବୟସ ଥିବା ସମୟରେ ଅତ୍ୟଧିକ ଗର୍ବ କରନ୍ତି, ଅନ୍ୟ ଲୋକକୁ ଟେକା ପଥର ଫିଙ୍ଗନ୍ତି, ଯେଉଁମାନେ ଗୁରୁଜନଙ୍କୁ ମାନନ୍ତି ନାହିଁ, ସେହିମାନେ ଏହି ପ୍ରକାର ଦୁର୍ଗମ ମାର୍ଗରେ ଯାଆନ୍ତି। ଅସୁର ସ୍ୱଭାବେ ନୀତି ମଦ ମାଂସ ଖାଆନ୍ତି, ପରଧନ ପର ସ୍ତ୍ରୀ ନିରତେ ହରନ୍ତି। ତର୍କ କରି ସତ୍ୟ ମିଥ୍ୟା କହନ୍ତି ସର୍ବଦା, ଈଶ୍ୱର ବିଶ୍ୱାସ ବୃଥା ବୋଲି କରି ନିନ୍ଦା। ଯେଉଁମାନେ ଈଶ୍ୱରକୁ ବିଶ୍ୱାସ କରନ୍ତି ନାହିଁ ବା ଯେଉଁମାନେ ଈଶ୍ୱରକୁ ବିଶ୍ୱାସ କରନ୍ତି, ତାହାଙ୍କୁ କୁହନ୍ତି ଏହା ବୃଥା, ଏହା ମିଥ୍ୟା କଥା। ଯେଉଁମାନେ ତର୍କ କରି ଗୋଟେ ସତ କଥାକୁ ମିଛରେ ପରିଣତ କରନ୍ତି, ମିଛ କଥାକୁ ସତରେ ପରିଣତ କରନ୍ତି, ଯେଉଁମାନେ ଅସୁର ସ୍ୱଭାବ, ପ୍ରତ୍ୟେକ ଦିନ ମଦ ମାଂସ ଖାଆନ୍ତି, ପର ଧନକୁ ଲୋଭ କରନ୍ତି, ପର ସ୍ତ୍ରୀକୁ ଲୋଭ କରନ୍ତି, ପର ସ୍ତ୍ରୀକୁ ହରଣ କରନ୍ତି, ସେହିମାନେ ଏହି ଦୁର୍ଗ ମାର୍ଗରେ ଗତି କରନ୍ତି। ଭବନୀତ ଜ୍ଞାନ ନର ଘନ୍ତି କେତେବେଳେ, ମୁହଁ ବଡ଼ ବୋଲି କହୁଥାନ୍ତି ସଦା କାଳେ, ମଠାରୁ ପଣ୍ଡିତ କେହି ଜଗତରେ ନାହିଁ, ଜ୍ଞାନୀ ମାନି ଦାନୀ ଦାତା ସବୁ ଅଟେ ମୁହିଁ। ଯେଉଁମାନେ ସଦାବେଳେ ଆତ୍ମଗର୍ବରେ ନିଜକୁ
ବଳବାନ ଭାବନ୍ତି, ନିଜକୁ ବଡ଼ ଭାବନ୍ତି, ଯେଉଁମାନେ ଭାବନ୍ତି ମୁଁ ସବୁଠାରୁ ଜ୍ଞାନୀ, ମୁଁ ସବୁଠାରୁ ବଡ଼ ପଣ୍ଡିତ, ଏ ଜଗତରେ ମୋ ଠାରୁ ପଣ୍ଡିତ କେହି ନାହାନ୍ତି, ସେହିମାନେ ଏହି ଯେଉଁ ଯମ ମାର୍ଗରେ, ଏଇ ଯେଉଁ ଆପଣଙ୍କର ଦୁର୍ଗ ମାର୍ଗ, ସେଇ ଦୁର୍ଗ ମାର୍ଗରେ ଗତି କରନ୍ତି। ବଳାତ୍କାରେ ପର ଧନ ପର ବୃତ୍ତିମାନ, ନିରନ୍ତରେ କରୁଥାନ୍ତି ସେମାନେ ହରଣ, ନିଜର ମଣିବରଜି ବେଶ୍ୟାଠାରେ ରତ, ପର କାମିନୀ କାମନା କରେ ଯାର ଚିତ। ଯେଉଁମାନେ ବଳାତ୍କାର କରି ଜର ଜବରଦସ୍ତି ପର ଧନକୁ ହରଣ କରନ୍ତି, ପର ସ୍ତ୍ରୀକୁ ହରଣ କରନ୍ତି, ନିଜର ସ୍ତ୍ରୀ ଠାଇ ବେଶ୍ୟା ପାଖକୁ ଯାଆନ୍ତି, କାମିନୀ ହରଣ କରନ୍ତି, ସେଇମାନେ ହିଁ ଏଇ ଯମରାଜାଙ୍କର ଦୁର୍ଗମ ପଥରେ ଯାଆନ୍ତି। ଗୋଚର ଭୂମିକୁ ଚାଷ କରଇ ଯେ ମୂଢ଼, ଅତିଥି ଦେଖିଲେ ଦିଏ ଯେହୁ ଜନ ମାଡ଼, ଅଜ୍ଞାନପଣରେ କାମ ଭୋଗେ ଯେହୁ ମାତି, ଭଲ ମନ୍ଦ ବିଚାର ନ କରେ ମୂଢ଼ ମତି। ଯେଉଁମାନେ ଅତିଥିକୁ ସେବା କରନ୍ତି ନାହିଁ, ଗୋଚର ଭୂମିକୁ ଚାଷ କରନ୍ତି, ଯେଉଁମାନେ ନିଜର ଅଜ୍ଞାନପଣରେ ଭଲ ମନ୍ଦକୁ ବିଚାର କରନ୍ତି ନାହିଁ, ସେହିମାନେ ଏହି ଦୁର୍ଗମ ମାର୍ଗରେ ଗତି କରନ୍ତି। ତ ଇଏ କିଛି ବର୍ଣ୍ଣନା ଥିଲା। ପୁନର୍ବାର ଆସନ୍ତାକାଲି ଆମେ ଏହିଠାରେ ବିଷୟବସ୍ତୁକୁ ଆଗେଇ ନେବା। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।